ଆଲୋକକୁ ଯେତେବେଳେ 45 ବର୍ଷ ହୋଇଥିଲା ସେତେବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲିଗଲେ। ପରିବାର ଓ ସାଙ୍ଗମାନେ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ କହିଲେ, କିନ୍ତୁ ତାଙ୍କର ସବୁବେଳେ ଗୋଟିଏ ଉତ୍ତର ହେଉଥିଲା, ମୋର ଗୋଟିଏ ପୁଅ ଅଛି, ସେ ହେଉଛି ଈଶ୍ୱରଙ୍କ ଆଶୀର୍ବାଦ। ମୁଁ ତାକୁ ଏବେଠୁ ଗୋଟିଏ ଭଲ ମଣିଷ କରି ଗଢ଼ିବି। ବର୍ତ୍ତମାନ ମୋ ଜୀବନରେ କେବଳ ଏଇ ଗୋଟିଏ ବିଷୟ ହେବା ଦରକାର। ବର୍ଷ ବିତି ଚାଲିଲା। ଆଲୋକଙ୍କ ପୁଅ ଗୋଟିଏ ସୁନ୍ଦର ଆଉ ଶିକ୍ଷିତ ଯୁବକ ଭାବରେ ଗଢ଼ି ଉଠିଲେ। ଉପଯୁକ୍ତ ସମୟରେ ତାର ବିବାହ ମଧ୍ୟ କରିଦେଲେ। ଆଲୋକ ପୁଅକୁ ସବୁ କାର୍ଯ୍ୟଭାର ଦେଇ ରିଟାୟାର ହୋଇଗଲେ ଓ ସେ ତାଙ୍କର ସମସ୍ତ ସମ୍ପତ୍ତି ପୁଅକୁ ସମର୍ପଣ କରିଦେଲେ। ଦିନେ ସେ ଭୋଜନ କରିବା ସମୟରେ ତାଙ୍କ ବୋହୂକୁ ଦହି ଗିନାଟିଏ ମାଗିଲେ, କିନ୍ତୁ ବୋହୂ କହିଲେ ଦହି ସରିଯାଇଛି। ଏହି ସମସ୍ତ କଥା ତାଙ୍କ ପୁଅ ଦୂରରେ ଠିଆ ହୋଇ ଶୁଣୁଥାନ୍ତି। ବାପା ଖାଇସାରିଲା ପରେ ପୁଅ ଓ ବୋହୂ ସେହି ମେଜରେ ଖାଇବାକୁ ବସିଲେ। ପୁଅ ଦେଖିଲେ ଟେବୁଲରେ ଗିନାଏ ଦହି ଅଛି, ଅଥଚ ତାଙ୍କ ସ୍ତ୍ରୀ ବାପାଙ୍କୁ ମନା କରିଦେଇଥିଲେ। ସବୁ ଦେଖି ପୁଅ ନୀରବ ରହିଲେ। ପରଦିନ ଯେତେବେଳେ ଖାଇବାକୁ ବସିଲେ, ପୁଅ ବାପାଙ୍କୁ କହିଲେ, ବାପା, ଆପଣ ଦ୍ୱିତୀୟ ବିବାହ କରିନିଅନ୍ତୁ। ବାପା ଆଶ୍ଚର୍ଯ୍ୟ ହୋଇ କହିଲେ, କ'ଣ ଏଇ ବୟସରେ ବିବାହ କରିବି? ମୁଁ କ'ଣ ତୋତେ ମା ବାପାର ପ୍ରେମ ଦେଇପାରୁନି? ପୁଅ କହିଲେ, ଦ୍ୱିତୀୟ ବିବାହ ମୋ ପାଇଁ ମା ଆଣିବାକୁ ମୁଁ କହୁନି, କିନ୍ତୁ ତୁମର ସାଥୀ ଜଣେ ଯିଏ ହେଇପାରିବ, ତୁମର ଛୋଟ ଛୋଟ ଆବଶ୍ୟକ ପୂରଣ କରିପାରିବ, କିନ୍ତୁ ମୋ ସ୍ତ୍ରୀ ଭଳି ହୋଇନଥିବ ଯେ କି ତୁମେ ଦହି ମାଗିଲେ ସେ ମନା କରିବ। ମୁଁ ତ ଭାବୁଛି ତୁମେ ଦେଇଥିବା ସମସ୍ତ ସମ୍ପତ୍ତି ତୁମକୁ ଫେରେଇ ଦେଇ ମୋ ସ୍ତ୍ରୀକୁ ନେଇ ଭଡ଼ା ଘରେ ରହିବି, ଯଦ୍ୱାରା ସେ ଜାଣିପାରିବ ଗୋଟେ ଦହି ଗିନାର ମୂଲ୍ୟ କେତେ। ହଁ ପ୍ରିୟ ଶ୍ରୋତା, ଆମ ପିତାମାତା ସେମାନଙ୍କ ପୁରା ଜୀବନ କଷ୍ଟ ସମସ୍ୟା ଦେଇ ଆମମାନଙ୍କୁ ପ୍ରତିପାଳନ କରିଥାନ୍ତି। ଯେଉଁ ପିତାମାତା ନିଜ ଖୁସିକୁ ପଛରେ ପକାଇ ପିଲାମାନଙ୍କ ଖୁସିକୁ ଓ ଆବଶ୍ୟକତାକୁ ପ୍ରାଧାନ୍ୟତା ଦିଅନ୍ତି, ସେହି ପିତାମାତା ପ୍ରକୃତ ପିତାମାତା ଅଟନ୍ତି। ବାଇବେଲ ମଧ୍ୟ ଏହି ବିଷୟରେ ଏହିପରି କହେ, ଆପଣା ପିତାର କଥା ଶୁଣ ଯିଏ ତୁମକୁ ଜୀବନ ଦେଇଛନ୍ତି। ଆପଣା ମାତାକୁ ତୁଚ୍ଛ ନ କର ଯେତେବେଳେ ସେ ବୃଦ୍ଧ ହୋଇଯାଏ। ତେବେ ଆସନ୍ତୁ ଆପଣା ପିତାମାତାଙ୍କୁ ସମ୍ପୂର୍ଣ୍ଣ ଆଦର ସମ୍ମାନ କରୁ। ଏହା ପରମେଶ୍ୱରଙ୍କର ମଧ୍ୟ ଆଜ୍ଞା ଅଟେ।